ମୁଁ ଘନିଆ ମାଳି ଆଗକୁ ରଖେନା ପଛର କଳି ଦେ ଦନାଦନ ମାର ତାଳି। ମୋ ନାଁ ଅମୂଲ୍ୟ କୁମାର ଦାସ, ମଞ୍ଚ ଅଞ୍ଚଳ କଳା ସଂଗଠନ ଜଗତସିଂହପୁର ଡ୍ରାମାଟିକ୍ ଟିମ୍ର ମୁଁ ଜଣେ ସଦସ୍ୟ ବା ଅଭିନେତା। ଆଉ ମୁଁ ଆଜିର ନାଟକରେ ଆମେ ଚମ୍ପିଆନ୍ ହେଇଛୁ, ମୁଁ ଶ୍ରେଷ୍ଠ ଖଳନାୟକ ଭାବରେ ପୁରସ୍କୃତ ହୋଇଛି। ସେଥିପାଇଁ ମୁଁ ପନାଗୁଳି ଗ୍ରାମବାସୀଙ୍କୁ ବହୁତ ଧନ୍ୟବାଦ ଦେଉଛି। ମୋ ନାଟକର ଶଣାପୁର ବନ୍ଦେ ସେଇ ଆଶାରେ ଲୋ ମାମୁଁ ଏ ଘନିଆ ଏ ଘରେ ଚାକର ହେଇ ପଡ଼ିକିରି ଅଛି। ଦିନେ ରାଜକୁମାର କି ବାହା ହବ, ଆଉ ଏ ଅଚଳାଚଳ ସମ୍ପତ୍ତିର ଏକଲା ମାଲିକ ହବ। ମୁଁ ଘନିଆ ମାଳି ଆଗକୁ ରଖେନା ପଛର କଳି ଦେ ଦନାଦନ ମାର ତାଳି। ସମ୍ପଦ ବେହେରା, ମଞ୍ଚ ମଞ୍ଜୁଳ ନାଟ୍ୟ ସଂଗଠନ ଜଗତସିଂହପୁରର ଚଳିତ ବର୍ଷର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁର ନିର୍ଦ୍ଦେଶକ। ଶ୍ରେୟ ମୁଁ ଦର୍ଶକମାନଙ୍କୁ ଦେବି, କନାଗୁଳିର ଯେଉଁ କର୍ମକର୍ତ୍ତାମାନଙ୍କୁ ଦେବି। ତାଙ୍କର ଯେଉଁ ଅର୍ଗାନାଇଜିଂ ଆଉ ଏଇ ଦର୍ଶକମାନଙ୍କର ଯେଉଁ ପ୍ରୋତ୍ସାହିତ କରିବା, ଦର୍ଶକମାନଙ୍କର ଯେଉଁ କରତାଳି, ଇଏ ଗୋଟେ କଳାକାରକୁ ନିହାତି ଭାବରେ ଗୋଟେ କେଉଁଠି ନା କେଉଁଠି ଆଗକୁ ନେବାକୁ ପ୍ରୋତ୍ସାହିତ କରେ। ତେଣୁ ଅଧିକ ଯେଉଁଠି ଦର୍ଶକ ହେବେ ବା ଯେଉଁଠି କଳାକାରକୁ ଗ୍ରହଣ କରୁଥିବା ଦର୍ଶକ ବା ସ୍ୱତନ୍ତ୍ର ଅଭିନୟକୁ ଦେଖି ଖୁସି ହେଉଥିବା ଦର୍ଶକ ମାହୋଲରେ ଅଭିନୟ କରିବାର ଗୋଟେ ଚାହିଦା ଥାଏ। ସେଥିପାଇଁ ଏ ଶ୍ରେୟ ଯେଉଁ ବିଜେତାର ଶ୍ରେୟ ସବୁ ଦର୍ଶକମାନଙ୍କ ପାଇଁ ଏବଂ କର୍ମକର୍ତ୍ତାଙ୍କ ପାଇଁ ଯିବ। ମୁଁ ନିହାରଞ୍ଜନ ମଲ୍ଲ, ଏଇ କନାଗୁଳି ଗ୍ରାମବାସୀ। ଆମର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା କରାଯାଏ ଆମ ଗ୍ରାମବାସୀଙ୍କ ତରଫରୁ ଏହି ମେଲଣ ପଡ଼ିଆଠାରେ। ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ଆଜକୁ 15 ବର୍ଷ ଧରି ହେଇ ଆସୁଛି। ଏହି ବର୍ଷ ମଧ୍ୟ ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ 4ଟି ଟିମ୍ ଭାଗ ନେଇଥିଲେ। ପ୍ରଥମେ ଶ୍ୟାମସୁନ୍ଦର ଜୀଉ ଡ୍ରାମାଟିକ୍ କ୍ଲବ୍ କନାଗୁଳି ତା'ର ନାଟକ ପରିବେଷଣ କରିଥିଲା ମୁଁ ଶ୍ରୀକ୍ଷେତ୍ର ବୋହୂ। ତାପରେ ଭୁବନେଶ୍ୱରର 2ଟି ଟିମ୍, ତାପରେ ଜଗତସିଂହପୁର ଗୋଟେ ଟିମ୍। ଯେଉଁ ଗ୍ରାମାଞ୍ଚଳ ଯେଉଁ କଳାର ଯେଉଁ ବର୍ତ୍ତମାନ କଳା ଯେଉଁ ବୁଡ଼ି ଆସିଲାଣି, କଳା ସଂସ୍କୃତି ପ୍ରତି ଲୋକମାନଙ୍କର ଯେଉଁ ଚିନ୍ତାଧାରା ଆଗରୁ ଥିଲା, ତାକୁ କେମିତି ସେଗୁଡ଼ା ସବୁ ପୁନରୁଦ୍ଧାର ହେବ, କଳା ସଂସ୍କୃତି କିଭଳି ଭାବରେ ବଞ୍ଚି ରହିବ, ସେଥିପାଇଁ କନାଗୁଳି ଗ୍ରାମବାସୀମାନଙ୍କ ସାହାଯ୍ୟ ସହଯୋଗରେ ଏହି ପ୍ରତିବର୍ଷ ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଆମେ କରୁଛୁ। ଯାହା ବହୁତ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ମଧ୍ୟ ଆମକୁ ଉପଭୋଗ କରୁଛନ୍ତି, ଆମକୁ ସାହାଯ୍ୟ କରୁଛନ୍ତି, ହାତ ବଢ଼ାଉଛନ୍ତି। ଯାହା ଆମକୁ ଖୁସି ଲାଗୁଛି। ଏହି ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଆମେ ଏହି ମୁକ୍ତମଞ୍ଚ ନାଟକ ପ୍ରତିବର୍ଷ ହୁଏ, ଏ ବର୍ଷ ମଧ୍ୟ ଆମର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଆମର ପ୍ରତିବର୍ଷ ମୁକ୍ତମଞ୍ଚ ନାଟ୍ୟ ପ୍ରତିଯୋଗିତା କରାଯାଏ। ଏ ବର୍ଷ ମଧ୍ୟ କରାଯାଉଛି। କିନ୍ତୁ ବହୁତ ଖୁସିର କଥା, 14 ବର୍ଷ ପରେ ଭାଙ୍ଗି ଯାଇଥିବା ଅନୁଷ୍ଠାନ ଶ୍ୟାମସୁନ୍ଦର ଜୀଉ ଡ୍ରାମାଟିକ୍ କ୍ଲବ୍ ଯେ ହୋମ୍ ଟିମ୍, ସେ ପ୍ରଥମ ରଜନୀରେ ତା'ର ଆମର ଅତି ପ୍ରିୟ ନଟବର ବାରିକଙ୍କ ନିର୍ଦ୍ଦେଶନାରେ ଆମେ ଶ୍ରୀକ୍ଷେତ୍ର ବୋହୂ ନାଟକ କରିଛୁ। ଏହାପରେ 3 ରାତି ପ୍ରତିଯୋଗିତା ମଧ୍ୟ ହୋଇଛି, ଯାହାର ଆଜି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସମସ୍ତ ଶୃଙ୍ଖଳାର ସହିତ ହୋଇଛି। ସମସ୍ତ ଗ୍ରାମବାସୀ, ସମସ୍ତ ମୁରବୀମାନଙ୍କ ସହଯୋଗରେ ଏ ଜିନିଷ ହୋଇଛି। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଭଗବାନଙ୍କର ଆଶୀର୍ବାଦ ରହୁ, ସବୁ ବର୍ଷ ଏମିତି ଆମର ପ୍ରତିଯୋଗିତା ଚାଲିଥିବ।